ଶିଖ ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲରେ ମୁଁ ସୁନତ କୁମାର ସ୍ୱାଗତ କରୁଛି ପୁଣି ଗୋଟେ ନୂଆ ଭିଡ଼ିଓ ସହିତ। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି କି ଯେଉଁମାନଙ୍କର ଆଧାରରେ ନିଜର ନାମ ଭୁଲ ରହିଛି ତ ସେମାନଙ୍କ ପାଇଁ ଆଧାର ସେଣ୍ଟର ଗଲେ ସେମାନଙ୍କୁ ଇ ଗେଜେଟ୍ ମଗାଯାଉଛି, ଅର୍ଥାତ୍ ସେମାନେ ଓଡ଼ିଶା ସରକାରର ଗେଜେଟ୍ ନୋଟିଫିକେସନ୍ ହେଇଥିବା ଗୋଟେ ପେପର୍ ସେମାନଙ୍କୁ ମଗାଯାଉଛି। ତ ସେ ଇ ଗେଜେଟ୍ କିଭଳି ଭାବରେ ଆମେ ପ୍ରସ୍ତୁତ କରିବା, କ'ଣ କ'ଣ ଡକୁମେଣ୍ଟ ଦରକାର, ସବୁକିଛି ଡିଟେଲ୍ସ ଆଜିର ଭିଡ଼ିଓରେ ଆମେ ଦେଖିବା। ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବ। ଭିଡ଼ିଓକୁ ଭଲ ଲାଗିଲେ ନିଶ୍ଚିତ ଭାବରେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ କେବେ ବି ଭୁଲିବେନି। ପ୍ରଥମେ ଆମେ ଗୁଗଲକୁ ଯିବା। ଗୁଗଲରେ ସେଠି ଇ ଗେଜେଟ୍ ଓଡ଼ିଶା ବୋଲି ଏଠି ସର୍ଚ୍ଚ କରିବା। ସର୍ଚ୍ଚ କଲା ପରେ ଯାହାର ଯେଉଁ ଫାଷ୍ଟ ୱେବସାଇଟ୍ଟା ଆସିଲା eGazette.odisha.gov.in, ଏଇଠି ଆମେ ମାନେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏଇଭଳି ଭାବରେ ଗୋଟେ ଆପଣଙ୍କ ଇମ୍ପୋର୍ଟାଣ୍ଟ ଗେଜେଟ୍ ବା ଗୋଟେ ପପଅପ୍ ଆସିଯିବ, ଯେଉଁଥିରେ କି ଲେଖାଯାଇଛି ଯେ eGazette.odisha.gov.in ଆପଣ ଯାଇକି ଆପ୍ଲାଏ କରିବାର ଅଛି। ଦେନ୍ ଏଠି ଡିଟେଲ୍ସ ତାର ସବୁ କିଛି ଲେଖାଯାଇଛି, କେଉଁଠି କ'ଣ ଅଫିସ୍। ତ ଏହାକୁ ଆମେ କ୍ଲୋଜ୍ କରିଦେବା। କ୍ଲୋଜ୍ କଲା ପରେ ଆମେ ଆପ୍ଲାଏ କରିବା। ଗୋଟେ ନାମ ଭୁଲ ହେଇଯାଇଛି ତ ବା ନାମ ବା ନିଜର ସୋର୍ ନେମ୍ ଯେଉଁଟାକି ଆପଣଙ୍କର ଟାଇଟେଲ୍, ସେ ଟାଇଟେଲ୍ ଯେଉଁଟା ଭୁଲ ହେଇଛି ତ ସେଇଟାକୁ କେମିତି କିଭଳି ଭାବରେ ଆପଣମାନେ ଇ ଗେଜେଟ୍ ମାଧ୍ୟମରେ ଚେଞ୍ଜ କରିପାରିବେ। ଦେଖନ୍ତୁ ଇନଷ୍ଟ୍ରକ୍ସନ୍ ଅଛି, ତ ଇନଷ୍ଟ୍ରକ୍ସନ୍ ତ ଆମେ ପଢ଼ିବା। ମୁଁ ଆପଣଙ୍କୁ କହି ରଖିବା ପାଇଁ ଚାହେଁ ଯେଉଁମାନଙ୍କର ବୟସ 18 ବର୍ଷରୁ ଉର୍ଦ୍ଧ୍ୱ ସେମାନଙ୍କ ପାଇଁ କ'ଣ ଡକୁମେଣ୍ଟ ଦରକାର, ଆଉ ଯେଉଁମାନଙ୍କ ମାଇନର୍ ଅଛନ୍ତି ବା 18 ବର୍ଷରୁ କମ୍ ଅଛନ୍ତି ସେମାନଙ୍କ ପାଇଁ କ'ଣ ଡକୁମେଣ୍ଟ ଦରକାର, ଫୁଲ୍ ପ୍ରୋସିଡ଼ିଓର ମୁଁ ଆପଣମାନଙ୍କୁ କହିବି। ଦେଖନ୍ତୁ ପ୍ରଥମେ ଆପଣମାନଙ୍କୁ ଗୋଟେ ଆଫିଡେଭିଟ୍ କରିବା ପାଇଁ ପଡ଼ିବ। 18 ବର୍ଷରୁ ଉର୍ଦ୍ଧ୍ୱ ଯେଉଁମାନେ ଅଛନ୍ତି ସେମାନଙ୍କୁ ଗୋଟେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ବା ତହସିଲରେ କରିପାରିବେ, କିମ୍ବା ଆପଣ ନୋଟାରୀ ବା ଯେଉଁ କୋର୍ଟରେ ବା ତହସିଲ ମାନଙ୍କର ନୋଟାରୀ ଏଫିଡେଭିଟ୍ କରାଯାଏ ସେଠି ନୋଟାରୀ ଏଫିଡେଭିଟ୍ କରିବେ। ନୋଟାରୀ ଏଫିଡେଭିଟ୍ର ଫର୍ମାଟ୍ ମଧ୍ୟ ଏଠି ସିମ୍ପଲ୍ ଫର୍ମାଟ୍ ଯେଉଁ ଦିଆଯାଇଛି ଏଠି ଆପଣମାନେ କ୍ଲିକ୍ କରିକି ସେଇଠି ଆପଣ ଡାଉନଲୋଡ଼୍ କରିପାରିବେ। ତାର କ'ଣ ଫର୍ମାଟ୍ ଅଛି ଦେଖନ୍ତୁ, ଏଇଟା ତାର ଫର୍ମାଟ୍। ଏଇ ଫର୍ମାଟ୍ ଥ୍ରୋରେ ଆପଣମାନେ ଡିଟିପି କରିକି ଏଇଟା ନୋଟାରୀ କରିପାରିବେ କିମ୍ବା ମାଜିଷ୍ଟ୍ରେଟ୍ ଏଫିଡେଭିଟ୍ କରିପାରିବେ। ଦେନ୍ ସେକେଣ୍ଡ କଥା ଆସିଲା ନୋଟିସ୍ ନେମ୍ ଚେଞ୍ଜେସ୍। ତାପରେ ସେକେଣ୍ଡ କ'ଣ କରିବେ, ସେ ନୋଟାରୀ ଏଫିଡେଭିଟ୍କୁ ନେଇକି ଆପଣ ନୋଟାରୀ କିମ୍ବା ମାଜିଷ୍ଟ୍ରେଟ୍ ଏଫିଡେଭିଟ୍କୁ ନେଇକି ଆପଣମାନେ ଗୋଟେ ପେପର୍ରେ ବାହାର କରିବେ, ଯେକୌଣସି ଗୋଟେ ନ୍ୟୁଜ୍ ପେପର୍, ଯେମିତିକି ଆମର ସମାଜ, ସମ୍ବାଦ, ଧରିତ୍ରୀ, ପ୍ରଜାତନ୍ତ୍ର, ପ୍ରମେୟ, ସକାଳ, ଯେକୌଣସି ପେପର୍ ଅଛି ସେ ଏଇ ଫର୍ମାଟ୍ରେ ଆପଣମାନେ ବାହାର କରିବେ। ଦେଖନ୍ତୁ ଏଇଭଳିଆ ଲେଖାଯିବ। ଦେନ୍ ଏଇଟାକୁ ଆପଣମାନେ କରିବେ। ମୁଁ ଲାଷ୍ଟରେ ଦେଖେଇଦେବି କେଉଁଟା ଆପଣମାନଙ୍କୁ କରିବା ପାଇଁ ପଡ଼ିବ, କେଉଁଠି ମୁଁ କରିଛି। ଦେନ୍ ନ୍ୟୁଜ୍ ପେପର୍ ବାହାର କରିବେ। ନ୍ୟୁଜ୍ ପେପର୍ ବାହାର କରିସାରିଲା ପରେ ଆପଣମାନଙ୍କ ପାଖରେ ଆପ୍ଲାଏ କରିବା ପାଇଁ ଡକୁମେଣ୍ଟ କରିବା ପାଇଁ ହେଲେ ପାନ୍ କାର୍ଡ଼ କିମ୍ବା ଭୋଟର ଆଇ ଡ଼ି କାର୍ଡ଼ କିମ୍ବା ଆଧାର କାର୍ଡ଼ ଥିବା ଦରକାର ଫର୍ ଓଲ୍ଡ ନେମ୍ର। ଦେନ୍ ଆଡ୍ରେସ୍ ପ୍ରୁଫ୍ ଆପଣଙ୍କ ପାଖରେ ରହିବା ଦରକାର। ଆଧାର କାର୍ଡ଼କୁ ଆପଣମାନେ ଆଡ୍ରେସ୍ ପ୍ରୁଫ୍ ହିସାବରେ ୟୁଜ୍ କରିପାରିବେ। ଫଟୋ ଆଇଡେଣ୍ଟି ପ୍ରୁଫ୍ ଅଫ୍ ଦ ଆପ୍ଲିକାଣ୍ଟ, ସେମ୍ ଆଧାର କାର୍ଡ଼, ଭୋଟର କିମ୍ବା ଭୋଟର ଆଇ ଡ଼ି କାର୍ଡ଼ କିମ୍ବା ପାନ୍ କାର୍ଡ଼, ଯେକୌଣସି ଜିନିଷ ଆପଣଙ୍କ ପାଖରେ ହେଲେ ଚଳିବ। ଯଦି ଆପଣ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ ହେଇଛନ୍ତି ତେବେ ଏପ୍ରୁଭାଲ୍ ଆଉ ଏନ୍ଓସି କନସର୍ନ ଅଫିସ୍ରୁ, ଆପଣ ଯେଉଁ ଅଫିସରେ ଚାକିରି କରିଛନ୍ତି ସେ ଅଫିସ୍ରୁ ଆପଣମାନଙ୍କୁ ଗୋଟେ ଏନ୍ଓସି ଆଣିବା ପାଇଁ ପଡ଼ିବ। ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ ଟିଚ୍ ଚେଞ୍ଜିଂ ନେମ୍ और ସୋର୍ ନେମ୍ ଫର୍ମାଟ୍ ମଧ୍ୟ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ ପାଇଁ ଏଠି ଦିଆଯାଇଛି। ଦେନ୍ ଆସିଲା ମାଇନର୍। ମାଇନର୍ ମାନେ ଆପଣ 18 ବର୍ଷରୁ ତଳକୁ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ କ'ଣ କରିବେ। ସେମାନେ କ'ଣ କରିବେ, ସିମ୍ପଲ୍ ସେଇଭଳିଆ ଗୋଟେ ଫର୍ମାଟ୍ ଦିଆଯାଇଛି। ଏଫିଡେଭିଟ୍ ଫର୍ମାଟ୍କୁ ଆପଣଙ୍କ ମାଜିଷ୍ଟ୍ରେଟ୍ କିମ୍ବା ନୋଟାରୀ ପବ୍ଲିକରୁ ଆପଣମାନେ କରିପାରିବେ। ଦେନ୍ ତାକୁ ନ୍ୟୁଜ୍ ପେପର୍ରେ ବାହାର କରିବେ। ଆପଣ ଇ ନ୍ୟୁଜ୍ ପେପର୍ ମଧ୍ୟ ଡାଉନଲୋଡ଼୍ କରିପାରିବେ କିମ୍ବା ନ୍ୟୁଜ୍ ପେପର୍ ଫୁଲ୍ ପେଜ୍ ମଧ୍ୟ ସ୍କାନ୍ ଲାଗିବ। ଦେନ୍ ଫଟୋ ଆଇଡେଣ୍ଟି ପ୍ରୁଫ୍ ଦ ଆପ୍ଲିକାଣ୍ଟ, ଛୁଆର ଫଟୋ ଆଇଡେଣ୍ଟି ପ୍ରୁଫ୍ ଦରକାର। ଦେନ୍ ଏଜ୍ ପ୍ରୁଫ୍ ଅଫ୍ ମାଇନର୍, ବାର୍ଥ ସାର୍ଟିଫିକେଟ୍ କିମ୍ବା ଆଧାର କାର୍ଡ଼ର ଯେଉଁ ଏଜ୍ ଅଛି ସେଇଟା ଆପଣଙ୍କୁ ଲାଗିବ। ଦେନ୍ ଏଇଠି ଆପଣମାନେ ଯଦି ରେଜିଷ୍ଟ୍ରେସନ୍ କରିନାହାନ୍ତି ତେବେ ରେଜିଷ୍ଟ୍ରେସନ୍ ବଟନ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ଆପଣଙ୍କର ନାମ, ଫାଦର କିମ୍ବା ହଜବେଣ୍ଡର ନାମ ଦିଆଯାଇଛି, ମୋବାଇଲ୍ ନମ୍ବର, ମେଲ୍ ଆଇ ଡ଼ି, ଦେନ୍ କ୍ୟାପଚର୍ କୋଡ଼୍ ଦେଇକି ରେଜିଷ୍ଟ୍ରେସନ୍ କରିବେ। ରେଜିଷ୍ଟ୍ରେସନ୍ କରିସାରିଲା ପରେ ଆପଣମାନେ ମୋବାଇଲ୍ ନମ୍ବର ଆଉ ଯେଉଁ ପାସୱାର୍ଡ଼ ଦେଇଛନ୍ତି ସେ ପାସୱାର୍ଡ଼ ଦେଇକି ଆପଣମାନେ ଏଠି ଲଗ୍ଇନ୍ କରିବେ। ବାସ୍ ଲଗ୍ଇନ୍ ହେଇସାରିଲା ପରେ କ'ଣ ପେଜ୍ ଆସୁଛି ଦେଖିବା। ଆପଣଙ୍କର ମୋବାଇଲ୍ ନମ୍ବର ଆଉ ପାସୱାର୍ଡ଼ ଦେଇକି ଆପଣମାନେ ଏଇଭଳି ଭାବରେ ଲଗ୍ଇନ୍ କରିନେବେ। ଲଗ୍ଇନ୍ କଲା ପରେ ଏଇଭଳି ଭାବରେ ଆପଣଙ୍କ ପାଖରେ ଗୋଟେ ଡ୍ୟାସବୋର୍ଡ଼ ଓପନ୍ ହେଇଯିବ, ଯେଉଁଥିରେ କି ଆପଣମାନଙ୍କୁ ଷ୍ଟେଟ୍ ଚୁଜ୍ କରିବା ପାଇଁ ପଡ଼ିବ, ଡିଷ୍ଟ୍ରିକ୍ଟ ଚୁଜ୍ କରିବା ପାଇଁ ପଡ଼ିବ। ଦେନ୍ ଆପଣଙ୍କର ଏଠି ଆଡ୍ରେସ୍ ଦେବା ପାଇଁ ପଡ଼ିବ, ପିନ୍କୋଡ଼୍ ଦେବେ। ଯଦି ଆପଣ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ହେଇଥିବେ ତେବେ ୟେସ୍ ଲେଖିବେ, ଅଦରୱାଇଜ୍ ନ ଲେଖିବେ। ଯଦି ମାଇନର୍ ହେଇଥିବେ ୟେସ୍ ଲେଖିବେ, ଅଦରୱାଇଜ୍ ନ ଲେଖିବେ। ତାପରେ ଆପଣମାନେ ମାଜିଷ୍ଟ୍ରେଟ୍ ଏଫିଡେଭିଟ୍କୁ ଏଠି କ'ଣ କରିବେ ନା ଆପଲୋଡ଼ କରିବେ। ମୁଁ ଆପଣଙ୍କୁ ସହ କରିକି ଦେଖାଉଛି ମାଜିଷ୍ଟ୍ରେଟ୍ ଏଫିଡେଭିଟ୍ କିଭଳି ଭାବରେ
ଏଠି ଅପଲୋଡ଼ କରିବେ। ଆପଣ ନର୍ମାଲି 200 DPI PDF ସ୍କାନ୍ କରିନେବେ। ସ୍କାନ୍ କରିପାରିବେ। ପ୍ରଥମେ ମୁଁ କ'ଣ କରୁଛି, ସମ୍ବାଦ ପେପରରେ ଏଇଟା ମୁଁ ଗୋଟେ ପ୍ରଥମେ ବାହାର କରିଥିଲି ଇ ଗେଜେଟ୍ ପାଇଁ, ତ ସେଇଟା ବି ଆପଣଙ୍କ ଆଗରେ ସୋ କରିଥିଲି। ଇଏ ହେଉଛି ମାଜିଷ୍ଟ୍ରେଟ୍ ଏଫିଡେଭିଟ୍ 20 ଟଙ୍କିଆ ଗୋଟେ ପେପରରେ କରାଯାଇଛି। ତ ଏଇ ଦୁଇଟା ପେପରକୁ ଏଠି ଅପଲୋଡ଼ କରିବାର ଅଛି। ବାସ୍ ଦେଲେ ଆଉ ଆଧାର କାର୍ଡ଼କୁ ଅପଲୋଡ଼ କରିଦେବେ। ଏଠି ପ୍ରଥମେ ଆପଣମାନେ ଏଫିଡେଭିଟ୍ରେ ଆପଣମାନେ ସେ ଯେଉଁ ଏଫିଡେଭିଟ୍ଟାକୁ ଆପଣମାନେ ଅପଲୋଡ଼ କରିଦେବେ। ଦେନ୍ ସେକେଣ୍ଡରେ ଏଠି ମାଜିଷ୍ଟ୍ରେଟ୍ ଏଫିଡେଭିଟ୍ ଯେଉଁ ପେପରରେ ଯେଉଁ ପେଜ୍ଟି ବାହାରିଛି ସେ ପେଜ୍କୁ ଏଠି ଅପଲୋଡ଼ କରିଦେବେ। ଅପଲୋଡ଼ କରିସାରିଲା ପରେ ଆପଣଙ୍କର ଆଡ୍ରେସ୍ ପ୍ରୁଫ୍ ଆପଣମାନେ ଆଧାର କାର୍ଡ଼ ଦେଇକି ମଧ୍ୟ ଅପଲୋଡ଼ କରିପାରିବେ। କ'ଣ ଲେଖାଯିବ ଦେଖନ୍ତୁ, ଏଇଠି ସିମ୍ପଲି ଆପଣମାନଙ୍କୁ ଲେଖାଯାଇଛି, ପେପରରେ କ'ଣ ଲେଖାଯାଇଛି ତାକୁ ସ୍କ୍ରିନଶଟ୍ ମଧ୍ୟ କରିକି ରଖିପାରିବେ। ଦେନ୍ ଆପଣମାନଙ୍କୁ ଇଜି ହେବ ସ୍କ୍ରିନଶଟ୍ କରିକି ଲେଖିବେ ରଖିଲେ। ତ ଏଇ ଯାହା ବି ଲେଖାଯାଇଛି ସିମ୍ପଲି ଆପଣମାନଙ୍କୁ ସେଇଠି ସେଇଆ ହିଁ ଲେଖାଯିବ। ତ ସେଇଠି ଆପଣମାନେ ସେଇଆ ଲେଖିଦେବେ। ଲେଖି ସାରିକି ଆପଣମାନେ ସବମିଟ୍ ବଟନ୍ ଉପରେ କ୍ଲିକ୍ କରିଦେବେ। ସବମିଟ୍ ବଟନ୍ ଉପରେ ଯେତେବେଳେ କ୍ଲିକ୍ କରିଦେଉଛନ୍ତି ଆପଣମାନଙ୍କୁ ଗୋଟେ ପେଜ୍ ଏଇଭଳିଆ ଭାବରେ ଗୋଟେ ଫାଇଲ୍ ନମ୍ବର ଆସିଯିବ। ଫାଇଲ୍ ନମ୍ବର ଏପଟେ ଆସିଯିବ ଆପଣମାନଙ୍କୁ ରିସିପ୍ଟକୁ ଆପଣମାନେ ପ୍ରିଣ୍ଟ କରିକି ରଖିପାରିବେ। କିଛି ଦିନ ପରେ ଆପଣମାନେ ନିଶ୍ଚିତ ଭାବରେ ଆପଣଙ୍କର ଯେଉଁ ଇ ଗେଜେଟ୍ ନୋଟିଫିକେସନ୍ ଆପଣମାନଙ୍କ ୱେବସାଇଟ୍ରେ ସୋ କରିବ, ଆଉ ସେଟାକୁ ମଧ୍ୟ ଡାଉନଲୋଡ଼ କରିପାରିବେ। ଡାଉନଲୋଡ଼ କରିକି ଆପଣ ଆଧାର ସେଣ୍ଟର ଯାଇକି ଆପଣଙ୍କର ନାମ ଚେଞ୍ଜ କରିପାରିବେ। ଇଏ ହେଇଥିଲା ଗୋଟେ ପ୍ରୋସିଡ଼ିଅର। ତ ଏଇଭଳି ଭାବରେ ନୂଆ ନୂଆ ଭିଡ଼ିଓ ଗଭର୍ଣ୍ଣମେଣ୍ଟର ଅପଡ଼େଟ୍ ପାଇଁ ନିଶ୍ଚିତ ଭାବରେ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ କେବେ ବି ଭୁଲିବେନି। ରହୁଛି, ନମସ୍କାର, ଜୟ ଶ୍ରୀରାମ।